ଆଜି ସକାଳୁ ପ୍ରାତଃଭ୍ରମଣରେ ବାହାରିଲା ବେଳକୁ ମଲା ଜହ୍ନର ଦୃଶ୍ୟ ମୋତେ ଆକୃଷ୍ଟ କଲା। ମୋ କ୍ୟାମେରାରେ ମୁଁ ଏତେ ଭଲରେ ଫଟୋ ଉଠେଇ ପାରିଲି ନାହିଁ। ମୋ ସାଙ୍ଗରେ ଥିବା ମୋର ଗୋଟେ ଛୋଟ ନଣନ୍ଦକୁ ମୁଁ କହିଲି, ଟିକେ ଭଲରେ ଜହ୍ନର ଫଟୋ ନେଇପାରିବୁ? ସେ କହିଲା ହଁ, ସେମାନେ ତ ବେଶୀ ଟେକ୍ନିକାଲ କାମ ଜାଣୁଛନ୍ତି, ମୋତେ ବା କୋଉ ଜଣା। ମୋତେ ଯେମିତି ଆସେ ମୁଁ ସେମିତି ଭିଡ଼ିଓ କରିଦିଏ। ଗତକାଲି ଥିଲା ଭାଗବତ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା। ତେଣୁ ଆଜିର ମଲା ଜହ୍ନ ଏପର୍ଯ୍ୟନ୍ତ ପୂର୍ଣ୍ଣିମାର ଜହ୍ନ ପରି ବିରାଟ ଆକାର ଧରି ଆକାଶରେ ଶୋଭା ପାଉଥିଲା। ତାକୁ ଅନେଇ ଅନେଇ ଆମେ ଏଇ ମାଟି ରାସ୍ତାରେ ଚାଲି ଚାଲି ପୁଣି ପକ୍କା ରାସ୍ତା ପାର ହେଇ ପଡ଼ିଆକୁ ଗଲୁ। ସେଇ ପଡ଼ିଆକୁ ଆମେ ସବୁଦିନ ଚାଲିବାକୁ ଯାଉ। ଆଉ ଏଇ ସାନ ନଣନ୍ଦଟି ମୋର ସାଙ୍ଗ। ଗାଁରେ ରହିଲେ କୁଟୁମ୍ବରେ ଏମିତି ସବୁ ଦେଖିବାକୁ ମିଳେ। ସେ ବୟସରେ ଏତେ ସାନ ହେଲେ ବି ସତରେ ସେ ମୋର ନିଜର ନଣନ୍ଦ। ସେ ସୁନ୍ଦର ଭାବରେ ଜହ୍ନର ଏମିତି ଫଟୋଟିକୁ ନେଇଗଲା। ମୋତେ ଭାରି ଭଲ ଲାଗିଲା। ଜହ୍ନକୁ ଦେଖି ସାରି ସିଆଡ଼କୁ ଅନେଇଲା ବେଳକୁ ସୂର୍ଯ୍ୟ ଉଇଁବା ବେଳ ହେଇଗଲାଣି। ଆଜି ଟିକେ ଡେରି ହେଇଯାଇଥିଲା ଆସିବାରେ। ତେଣୁ ମୁଁ ସୂର୍ଯ୍ୟଙ୍କୁ ଟିକେ ଲକ୍ଷ୍ୟ କରୁଥିଲି। ତାଙ୍କ ଆଡ଼କୁ ଲକ୍ଷ୍ୟ କରି ପଡ଼ିଆରେ ବୁଲିବାକୁ ଆରମ୍ଭ କଲା ବେଳକୁ ଆଉ ଗୋଟିଏ ଭିନ୍ନ ଦୃଶ୍ୟ ବି ମୋ ଆଖିକୁ ଆକୃଷ୍ଟ କଲା। ମୁଁ ସୂର୍ଯ୍ୟଙ୍କ ପାଖରୁ ଆଖି ଫେରେଇ ସେଇ ଆଡ଼କୁ ହିଁ ଅନେଇ ଅନେଇ ବାଟ ଚାଲିଲି। ଗୋଟେ ଥର ମୁଁ ସେମିତି ବୁଲି ଆସିଲି, କିଛି କହିଲି ନାହିଁ। ମନରେ ଟିକେ ସଙ୍କୋଚ ଆସିଲା। ସବୁଠି ଯାହା ସାଙ୍ଗେ ଭଡ଼ ଭଡ଼ ହେବା ମୋର ଗୋଟେ ଅଭ୍ୟାସ। ହେଲେ ମୁଁ କୋଉ ସମ୍ଭଳା ପଡ଼ୁଛି? ଦେଖୁନାହାନ୍ତି, ଏ ଦୃଶ୍ୟ ଦେଖିଲେ ମନରେ କ'ଣ କୌତୂହଳ ଆସିବନି? ଗୋଟେ ବାଇକ୍ ଥୁଆ ହେଇଛି, ଆଉ 3 ଜଣ ଯୁବକ ଏମିତି ଗୋଟେ ବିଚିତ୍ର କୁଡ଼ିଆ ଭିତରେ ଶୋଇଛନ୍ତି। 2 ଜଣ ନିଦ୍ରାରେ, ଜଣେ ବସିକି ଶୋଇକି ଫୋନ ଦେଖୁଛନ୍ତି। କୋଉ କାରଣରୁ ସେମାନେ ଏଠି ଏମିତି ଅବସ୍ଥାରେ ଶୋଇଛନ୍ତି ଜାଣିବା ପାଇଁ ମୋ ମନ ବଡ଼ ବ୍ୟାକୁଳ ହେଲା। ମୁଁ ଆଉ ଚୁପ୍ ରହିପାରିଲିନି। ତାଙ୍କ ପାଖକୁ ଯାଇ ପଚାରିଲି, ବାପା, ତିନିହେଁ ତମେ ଏଠି ଏମିତି କାହିଁକି ଶୋଇଛ? ସେମାନେ କହିଲେ, ଜାଣିନ କି ମାଉସୀ, କାଲିଠୁ ପରା ଏଇ ପଡ଼ିଆରେ ମେଳା ଲାଗିବ। ଆମେ ହେଉଛୁ ଉଠା ଦୋକାନୀ। ଜଟଣୀ ଗଣେଶ ପୂଜା ମେଳା ସାରି ଏଠି କାଲି ରାତି 2ଟାରେ ପହଞ୍ଚିଲୁ। ଆଉ କ'ଣ କରିଥାନ୍ତୁ, ଆମରି ଜିନିଷପତ୍ର ଆଉ ଦୋକାନ ସଜେଇବାର ପଟାକୁ ପକେଇ ଏମିତି ଗୋଟେ ଘର କରିଦେଇ ଶୋଇପଡ଼ିଲୁ। ଆମେ ପ୍ରାୟତଃ ଏମିତି କରୁ। ସତରେ ସୁଖ ନିଦ୍ରା ପାଇଁ ତୁଳିତଳ୍ପ ସେଜର ଆବଶ୍ୟକତା ପଡ଼େ ନାହିଁ। ଖଟି ଖଟି ହାଲିଆ ହେଇ ଯୋଉଠି ଶୋଇପଡ଼ିଲେ ନିଦ ହେଇଯାଏ। ସେଇ କଥା ମୁଁ ତାଙ୍କୁ କହିଲି। ସେ ବି ହଁ ମାରିଲେ। ଆମେ ଦିହେଁ ପରସ୍ପରକୁ ଆଜିକାଲିକା ଷ୍ଟାଇଲରେ ଆଙ୍ଗୁଳି ଉଠେଇ ହାତ ଦେଖେଇଲୁ। ତାଙ୍କ ସାଙ୍ଗେ ଗପ ଜମେଇଲି। କହିଲି, ବାପା, କେତେ ମଶା, ତମକୁ ତ ମଶା କାମୁଡ଼ି ଯାଉଥିବେ। ବେଶ ଛୋଟ କୁଡ଼ିଆଟେ ତ କରୁଛ, ଗୋଟେ ବଡ଼ ମଶାରୀ ରଖିଦିଅ। ତାହେଲେ କ'ଣ ହବ, କୁଡ଼ିଆଟାକୁ ପୁରା ମଶାରୀରେ ଆବଦ୍ଧ କରିଦେବ। ତମକୁ ଆଉ ମଶା କାମୁଡ଼ିବେନି। ଦେଖୁନାହାନ୍ତି, ତାଙ୍କ ବାଉଁଶ, ତାଙ୍କ ପ୍ଲାଇ, ଏଇଥିରେ ହିଁ ତାଙ୍କ ଘର ତିଆରି ହେଇଯାଇଛି। ଆଉ ନିଘୋଡ଼ ନିଦରେ ବି ସେମାନେ ଶୋଇଯାଇଛନ୍ତି। ତାଙ୍କ ସହିତ କଥାବାର୍ତ୍ତା କରି ମୁଁ ପୁଣି ଟିକେ ବୁଲିବା ପାଇଁ ଚେଷ୍ଟା କଲି। ହେଲେ ରାସ୍ତାରେ ସିନା ଚାଲୁଥିଲି, ମନ ମୋର ତାଙ୍କରି ପାଖରେ ଲାଗିଥିଲା। ଆଉ ମୁଁ ବୁଲି ବୁଲି ତାଙ୍କ ଗାଡ଼ିକି ଅନଉଥିଲି। ଏଇ ଗାଡ଼ିରେ ଜିନିଷପତ୍ର ନଦି ସେମାନେ ଏ ଜାଗାରୁ ସେ ଜାଗାକୁ ଘୁରି ବୁଲୁଛନ୍ତି। ଆଉ ଦୋକାନ ବନେଇକିରି ବେପାର କରୁଛନ୍ତି। ଜୀବନ ଜୀବିକା ପାଇଁ କେତେ ସଂଘର୍ଷ। ଫେରିବାର ବେଳ ହେଉଥିଲା। ତାଙ୍କ ସାଙ୍ଗେ ଗପିବାକୁ ଇଚ୍ଛା ଥିଲେ ବି ମୁଁ ପଳେଇ ଆସିଲି। ଆକାଶ ବେଶ ସଫା ଥିଲା। ଆଉ ତାରରେ ବସି ଚଢ଼େଇ ସବୁ କିଚିର ମିଚିର ହେଉଥିଲେ। ଭାରି ଖୁସି ଲାଗୁଥିଲା ଏଇ ସମୟଟା। ଆଉ ମନଟା ବି ଆଜି ଭାରି ଖୁସି ଥିଲା। ଘରକୁ ଫେରିଲି। ମନେ ପଡ଼ିଲା, ବାଡ଼ିରେ ବହୁତ ତୁଳସୀ ପତ୍ର ହେଇଛି। କାଲି ସେଇଥିପାଇଁ ମୁଁ କିଛି ଗେଣ୍ଡୁ ଫୁଲ କିଣି ଆଣିଥିଲି। ଟଗର ଫୁଲ ସବୁ ଏବେ ପୋକରା ହେଇଯାଇଛି। ତେଣୁ ଆଉ ବେଶୀ ଫୁଲ ନାହିଁ। ସବୁ ବର୍ଷ ଏମିତି ହିଁ ହୁଏ ଗଛ ସବୁ। ଆଉ ଅଳ୍ପ ଦିନ ପରେ ସୁନ୍ଦର ଭାବରେ କଅଁଳି ପୁଣି ଫୁଲରେ ଲଦି ହେଇଯିବେ। ମୁଁ କିଣି ଆଣିଥିବା ଗେଣ୍ଡୁ ଫୁଲ ଆଉ ତୁଳସୀ ପତ୍ରକୁ ମିଶେଇ ମାଳ ଗୁନ୍ଥିଲି। ମାଳ ଗୁନ୍ଥିବା ମୋର ଗୋଟେ ସଉକ। ଆପଣମାନେ ବି ମୋର ଏଇ ସଉକ ସାଙ୍ଗେ ପରିଚିତ ହେଇସାରିବେଣି। ମଝିରେ ମଝିରେ ମୁଁ ଏମିତି ମାଳ ଗୁନ୍ଥେ। ଦେଖିଲେ, ଆଜିର ମାଳଟି ଆପଣମାନଙ୍କୁ କେମିତି ଲାଗୁଛି? ମାଳଟି ଗୁନ୍ଥି ବୋହୂମାନଙ୍କୁ ନେଇ ଧରେଇ ଦିଏ। କହେ, ଠାକୁରଙ୍କୁ ସଜେଇ ଦିଅ। ତାପରେ ପୁଣି ମୁଁ ମୋ କାମରେ ଲାଗିଯାଏ।